ଆଜିର ପାଣିପାଗ ସୂଚନା 24 ଜୁଲାଇ 2024 ଓଡ଼ିଶାର ପ୍ରବଳ ବର୍ଷା ସତର୍କତା। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଜାଣିବା 24 ଜୁଲାଇ 2024 ତାରିଖର ଓଡ଼ିଶାର ସମ୍ପୂର୍ଣ୍ଣ ପାଣିପାଗ ସୂଚନା। କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି, କେଉଁ କେଉଁ ଜିଲ୍ଲା ସତର୍କ ଜାରି ରହିଛି, କୃଷକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ କେଉଁ ସାବଧାନ ଅବଲମ୍ବନ କରିବେ, ସବୁ ବିଷୟରେ ଏହି ଭିଡ଼ିଓରେ ଜାଣିବା। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବର୍ତ୍ତମାନ ମୌସୁମୀ ପବନ ଓଡ଼ିଶା ଉପରେ ସକ୍ରିୟ ରହିଛି, ଯାହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ବଜ୍ରପାତ ଓ ଦମକା ପବନ ମଧ୍ୟ ହୋଇପାରେ। ଉପକୂଳ ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଦେଓଗଡ଼ରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ଝାରସୁଗୁଡ଼ାରେ ମେଘୁଆ ପାଗ ସହ ମଧ୍ୟମ ବର୍ଷାର ସମ୍ଭାବନା ରହିଛି। ବଜ୍ରପାତ ସମୟରେ ମୋବାଇଲ ବ୍ୟବହାର କରିବା କିମ୍ବା ଖୋଲା ପଡ଼ିଆରେ ରହିବା ଠିକ୍ ନୁହେଁ। ଗଛ ତଳେ ଆଶ୍ରୟ ନେବେ ନାହିଁ। ସୁରକ୍ଷିତ ଘର ଭିତରେ ରୁହନ୍ତୁ। କେଉଁ ସ୍ଥାନରେ ଭାରୀ ବର୍ଷା ହୋଇଛି ସେଠାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଯାତ୍ରା ପୂର୍ବରୁ ସ୍ଥାନୀୟ ପାଣିପାଗ ସୂଚନା ଜାଣି ନିଅନ୍ତୁ। କୃଷକ ଭାଇମାନଙ୍କ ପାଇଁ ପରାମର୍ଶ, ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଜମିରୁ ଅଧିକ ପାଣି ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ପୂର୍ବରୁ ସରକାରୀ ସତର୍କ ସୂଚନା ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ। ଛାତ୍ରଛାତ୍ରୀମାନେ ବର୍ଷା ସମୟରେ ଛତା କିମ୍ବା ବର୍ଷା କୋଟ୍ ସହ ଯାତ୍ରା କରନ୍ତୁ ଏବଂ ଜଳମଗ୍ନ ରାସ୍ତାରେ ସାବଧାନ ରୁହନ୍ତୁ। ବନ୍ଧୁଗଣ, ପାଣିପାଗ ସମୟରେ ବଦଳିପାରେ, ଯେଉଁଥିରେ ସରକାରୀ ଓ ପାଣିପାଗ ବିଭାଗର ସର୍ବଶେଷ ସୂଚନା ଉପରେ ନଜର ରଖନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ବର୍ଷା ହେଉଛି, କମେଣ୍ଟରେ ନିଜର ଜିଲ୍ଲାର ନାମ ଲେଖି ଜଣାନ୍ତୁ। ଏହି ଭିଡ଼ିଓ ଉପଯୋଗୀ ଲାଗିଥିଲେ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନକୁ ଦବାଇ ରଖନ୍ତୁ, ଯାହାଦ୍ୱାରା ପାଣିପାଗ ସରକାରୀ ଯୋଜନା ଓ ଅନ୍ୟାନ୍ୟ ଜରୁରୀ ଅପଡେଟ୍ ସବୁଠାରୁ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।